ଜାନୁଆରୀ 21, 2026 ପ୍ରାତଃ ମୁରଲି। ଓମ୍ ଶାନ୍ତି। ମଧୁବନ ବାପଦାଦା। ମିଠେ ବच्चे, ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ତୁମକୁ ସୁପ୍ରିମ ଅର୍ଥାତ୍ ପରମ ହେବାକୁ ପଡ଼ିବ। ତେଣୁ ଭୁଲ ଚୁକ୍ରେ ମଧ୍ୟ ଅନ୍ୟ କାହାକୁ ସ୍ମରଣ କରିବା ଉଚିତ ନୁହେଁ। ଆଜିର ପ୍ରଶ୍ନଟି ହେଲା, ବାବାଙ୍କଠାରୁ କେଉଁ ଆଶା ନ ରଖି କୃପା ମାଗିବା ବଦଳରେ ନିଜକୁ ମେହନତ କରିବାକୁ ହେବ? ଆଜିର ଉତ୍ତରଟି ହେଲା, ଯଦି ପୁରୁଣା ଶରୀରରେ କୌଣସି ବି ବିକର୍ମ ବା କର୍ମଭୋଗ ରହିଛି, ଦେବାଳିଆ ହୋଇଯାଇଛ କିମ୍ବା ବେମାର ହୋଇଯାଇଛ, ତେବେ ବାବା କହିବେ, ଏହା ତ ତୁମର ନିଜର ହିସାବ କିତାବ। ଏଥିରେ ଆଶା ରଖ ନାହିଁ ଯେ ବାବା କିଛି କୃପା କରିବେ। ନିଜେ ମେହନତ କରି ଯୋଗବଳ ଦ୍ୱାରା କାର୍ଯ୍ୟ ହାସଲ କର। ଯୋଗ ଦ୍ୱାରା ହିଁ ଆୟୁଷ ବଢ଼ିବ, କର୍ମଭୋଗ ଚୁକ୍ତ ହେବ। ବାବା ଯିଏକି ପ୍ରାଣଠାରୁ ମଧ୍ୟ ଅଧିକ ପ୍ୟାରା ଅଟନ୍ତି, ତାଙ୍କ ସହିତ ଯେତେ ସ୍ନେହ କରିବ ସେତେ ସ୍ମୃତି ରହିବ ଏବଂ କଲ୍ୟାଣ ହୋଇଯିବ। ଓମ୍ ଶାନ୍ତି। ଅବିନାଶୀ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ମିଠା ସନ୍ତାନମାନେ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ଏବଂ ନିଜ ଘରକୁ ମନେ ପକାଅ। ଏହାକୁ ହିଁ ସୁଖ ଏବଂ ଶାନ୍ତିର ସର୍ବୋଚ୍ଚ ଅବସ୍ଥା କୁହାଯିବ। ଟାୱାର ବହୁତ ଉଚ୍ଚ ହୋଇଥାଏ। ଏବେ ତୁମେମାନେ ସେଠାକୁ ଯିବା ପାଇଁ ପୁରୁଷାର୍ଥ କରୁଛ। ସର୍ବୋଚ୍ଚ ସୁଖର ଅବସ୍ଥାକୁ ତୁମେମାନେ କିପରି ଯାଇପାରିବ? ରହୁଥିବା ବାବା ହିଁ ଆସି ବତାଉଛନ୍ତି, କହୁଛନ୍ତି, ପିଲାମାନେ ନିଜକୁ ଆତ୍ମା ନିଶ୍ଚୟ କର। ଆମେ ଆତ୍ମା ସେହି ଶାନ୍ତିଧାମର ନିବାସୀ ଅଟୁ, ଯାହା ହେଲା ଅବିନାଶୀ ପିତାଙ୍କର ଘର। ଚାଲିବା ବୁଲିବା ସମୟରେ ମଧ୍ୟ ତମମାନଙ୍କୁ ଏହି ଅଭ୍ୟାସ କରିବାକୁ ହେବ। ନିଜକୁ ଆତ୍ମା ନିଶ୍ଚୟ କର ଏବଂ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ। ବାବା ଜାଣିଛନ୍ତି ଏହି କଥାରେ ବହୁତ ମେହନତ ରହିଛି। ଯେତେବେଳେ ଯେଉଁମାନେ ଆତ୍ମା ଅଭିମାନୀ ହୋଇ ରହୁଛନ୍ତି ସେମାନଙ୍କୁ ମହାବୀର କୁହାଯାଉଛି। ତେବେ ଯୋଗବଳ ଦ୍ୱାରା ହିଁ ତୁମେମାନେ ମହାବୀର ଏବଂ ସୁପ୍ରିମ ହେଉଛ। ସୁପ୍ରିମ ଅର୍ଥାତ୍ ଶକ୍ତିମାନ। ସନ୍ତାନମାନଙ୍କୁ ଖୁସି ହେବା ଦରକାର ଯେ ସ୍ୱର୍ଗର ମାଲିକ କରୁଥିବା ବାବା, ବିଶ୍ୱର ମାଲିକ କରୁଥିବା ବାବା ନିଜେ ଆମକୁ ପାଠ ପଢ଼ାଉଛନ୍ତି। ତେଣୁ ବୁଦ୍ଧି ବାବାଙ୍କ ଆଡ଼କୁ ଚାଲି ଯାଉଛି। ଏହା ହେଲା ଏକ ବାବାଙ୍କ ପ୍ରତି ଆତ୍ମାର ସ୍ନେହ। ସକାଳୁ ସକାଳୁ ଉଠି ବାବାଙ୍କ ସହିତ ମିଠା ମିଠା କଥାବାର୍ତ୍ତା କର। ବାବା ଆପଣଙ୍କର ଆମ ପ୍ରତି ଏହା କେତେ ବଡ଼ ଚମତ୍କାର। ଆମେ ସ୍ୱପ୍ନରେ ମଧ୍ୟ ଭାବିନଥିବୁ କି ଆପଣଙ୍କ ଆମକୁ ସ୍ୱର୍ଗର ମାଲିକ କରିବେ। ବାବା ଆମେମାନେ ନିଶ୍ଚୟ ଭାବରେ ଆପଣଙ୍କର ଶିକ୍ଷାକୁ ଗ୍ରହଣ କରିବୁ। କୌଣସି ବି ପାପ କର୍ମ କରିବୁ ନାହିଁ। ବାବା ଯେଉଁଠି ପୁରୁଷାର୍ଥ କରୁଛନ୍ତି ତାହା ପିଲାମାନଙ୍କୁ ମଧ୍ୟ ଶୁଣାଉଛନ୍ତି। ଶିବ ବାବାଙ୍କର ଏତେ ସବୁ ସନ୍ତାନ ଅଛନ୍ତି, ତେବେ ତାଙ୍କର ଚିନ୍ତା ତ ରହିବ ନା। ବାବାଙ୍କୁ ସନ୍ତାନମାନଙ୍କର କେବେ ଦାୟିତ୍ୱ ନେବାକୁ ପଡ଼ୁଛି। ଏଠାରେ ତୁମମାନେ ଈଶ୍ୱରୀୟ ପରିବାରରେ ବସିଛ। ବାବା ମଧ୍ୟ ତୁମମାନଙ୍କ ସମ୍ମୁଖରେ ବସିଛନ୍ତି। ଆପଣଙ୍କ ସହିତ ଖାଉକି ଆପଣଙ୍କ ସହିତ ବସିକି ତମେମାନେ ଜାଣିଛ, ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି କହୁଛନ୍ତି, ମଧୁର ସନ୍ତାନମାନେ ମୋତେ ମନେ ପକାଅ। ନିଜର ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ। ଏହା ତୁମର ଅନ୍ତିମ ଜନ୍ମ। ଏହି ପୁରୁଣା ଦୁନିଆ, ପୁରୁଣା ଶରୀର ବିନାଶ ହେବାକୁ ଯାଉଛି। କଥାରେ ମଧ୍ୟ କୁହାଯାଏ, ନିଜେ ମରିଗଲେ ଦୁନିଆ ମରିଗଲା। ପୁରୁଷାର୍ଥ କରିବା ପାଇଁ ଏହି ସଙ୍ଗମ ଯୁଗରେ ଅଳ୍ପ ସମୟ ରହିଛି। ପିଲାମାନେ ବାବାଙ୍କୁ ପଚାରୁଛନ୍ତି, ବାବା ଏହି ପାଠପଢ଼ା ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ? ବାବା କହୁଛନ୍ତି ଯେପର୍ଯ୍ୟନ୍ତ ଦୈବୀ ରାଜଧାନୀର ସ୍ଥାପନ ନ ଆସିଛି ସେ ପର୍ଯ୍ୟନ୍ତ ମୁଁ ଏହି ଜ୍ଞାନ ଶୁଣାଇବି। ତାପରେ ତୁମମାନେ ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବ। ଏହା ତ ପୁରୁଣା ଶରୀର ଅଟେ, ଯେଉଁଥିରେ କି ନା କିଛି ପୁରୁଣା କର୍ମଭୋଗ ଯୁକ୍ତ ହୋଇ ଚାଲିବ
ବା ଚାଲିଛି, ଏଥିପାଇଁ ବାବା ସହଯୋଗ କରିବେ। ଏହିଭଳି ଆଶା ରଖୁଥିବା ଉଚିତ ନୁହେଁ। ଦେବାଳିଆ ହୋଇଗଲେ, ବେମାର ହୋଇଗଲ, ବାବା କହିବେ ଏସବୁ ତୁମ କର୍ମର ହିସାବ କିତାବ। ବାକି ଏକଥା ନିଶ୍ଚିତ ଯେ ଯୋଗବଳ ଦ୍ୱାରା ଆୟୁଷ ବୃଦ୍ଧି ହେବ। ସେଥିପାଇଁ ନିଜକୁ ମେହନତ କରିବାକୁ ପଡ଼ିବ। କୃପା ମାନିବା ଉଚିତ ନୁହେଁ। ବାବାଙ୍କୁ ଯେତେ ମନେ ପକାଇ ସେଥିରେ ନିଜର ହିଁ କଲ୍ୟାଣ ହେବ। ତେଣୁ ଯେତେ ଦୂର ସମ୍ଭବ ଯୋଗବଳ ଦ୍ୱାରା କାମ ହାସଲ କର। ଗାୟନ ମଧ୍ୟ ରହିଛି ଯେ ମୋତେ ପକେଇଲେ, ମୋତେ ପଲକରେ ଲୁଚାଇ ରଖ। ପ୍ରିୟ ଜିନିଷକୁ ନୟନର ପିତୁଳା ପ୍ରାଣ ପ୍ରିୟ ବୋଲି କହିଛନ୍ତି ନା। ଏହା ବାପା ତ ବହୁତ ପ୍ରିୟ ଅଟନ୍ତି, କିନ୍ତୁ ଗୁପ୍ତ। ସେଥିପାଇଁ ତାଙ୍କ ପ୍ରତି ଏତେ ସ୍ନେହ ରଖିବା ଉଚିତ ଯାହାକି ନ କହିଲେ ଭଲ। ବାବାଙ୍କୁ ତ ତୁମମାନଙ୍କର ନୟନ ପଲକରେ ଲୁଚାଇ ରଖିବା ଉଚିତ। ପଲକ ଅର୍ଥାତ୍ ଏହି ଆଖିର ପଲକ ନୁହେଁ। ବାବାଙ୍କୁ ତ ବୁଦ୍ଧିରେ ମନେ ପକାଇବାକୁ ହେବ। ପରମ ପ୍ରିୟ ନିରାକାର ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ସିଏ ଜ୍ଞାନର ସାଗର, ସୁଖର ସ୍ନେହର ସାଗର ଅଟନ୍ତି। ତେଣୁ ଏଭଳି ପରମପ୍ରିୟ ବାବାଙ୍କ ସହିତ କେତେ ସ୍ନେହ କରିବା ଦରକାର। ବାବା ତୁମମାନଙ୍କର କେତେ ନିଷ୍କାମ ସେବା କରୁଛନ୍ତି। ଏହି ପତିତ ଶରୀର ପ୍ରବେଶ କରି ତୁମକୁ ହୀରା ସଦୃଶ କରୁଛନ୍ତି। କେତେ ମିଠା ବାବା କହୁଛନ୍ତି। ତେଣୁ ତୁମମାନଙ୍କୁ ମଧ୍ୟ ଏହିଭଳି ମିଠା ହେବା ଉଚିତ। କେତେ ନିଅହଙ୍କାର ହୋଇ ବାବା ତୁମ ସନ୍ତାନମାନଙ୍କର ସେବା କରୁଛନ୍ତି। ତୁମମାନଙ୍କୁ ମଧ୍ୟ ସେତିକି ସେବା କରିବା ଉଚିତ। ଶ୍ରୀମତ ଅନୁସାରେ ଚାଲିବା ଉଚିତ। ଯଦି କେଉଁଠି ବି ନିଜର ମତ ଚଲାଇବ, ତେବେ ନିଜର ଭାଗ୍ୟରେ ତାଲା ପଡ଼ିଯିବ। ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ। ବ୍ରାହ୍ମଣମାନଙ୍କର ସନ୍ତାନ ହିସାବରେ ପରସ୍ପର ଭାଇ ଭଉଣୀ ଅଟ। ଈଶ୍ୱରଙ୍କର ନାତି ଏବଂ ନାତୁଣୀ ଅଟ। ତାଙ୍କଠାରୁ ଏବେ ବର୍ଷା ନେଉଛ। ତେବେ ଯେଉଁମାନେ ଯେତେ ପୁରୁଷାର୍ଥ କରିବ, ସେମାନେ ସେତେ ଉଚ୍ଚ ପଦ ପାଇବେ। ଏହି ମାର୍ଗରେ ସାକ୍ଷୀ ହୋଇ ରହିବାର ମତ ବହୁତ ଅଭ୍ୟାସ ଦରକାର। ବାବା କହୁଛନ୍ତି, ମିଠା ସନ୍ତାନମାନେ, ହେ ଆତ୍ମାମାନେ, ମୋତେ ମନେ ପକାଅ। ଭୁଲ ଚୁକ୍ରେ ମୋତେ ବାବାଙ୍କ ବିନା ଅନ୍ୟ କାହାକୁ ମନେ ପକାଇବା ଉଚିତ ନୁହେଁ। ତୁମମାନେ ପ୍ରତିଜ୍ଞା କରିଛ, ବାବା ମୋର ତ ଏକମାତ୍ର ଆପଣଙ୍କର ହିଁ ନିଜର ଅଟନ୍ତି, ଆଉ କେହି ନୁହନ୍ତି। ମୁଁ ଆତ୍ମା ଆପଣଙ୍କର, ମୋର ପିତା ପରମାତ୍ମା ଅଟନ୍ତି। ଆପଣଙ୍କ ଠାରୁ ହିଁ ସମ୍ପତ୍ତି ନେବାକୁ ହେବ। ଆପଣଙ୍କ ଠାରୁ ହିଁ ରାଜଯୋଗରେ ଶିକ୍ଷା ନେଉଛୁ, ଯାହାଦ୍ୱାରା ଆମକୁ ସତ୍ୟ ଯୁଗରେ ରାଜ୍ୟ ଭାଗ୍ୟ ମିଳୁଛି। ମଧୁର ସନ୍ତାନମାନେ, ତୁମେ ଜାଣିଛ ଏହି ଡ୍ରାମା ଅନାଦି ଅଟେ। ଏଠାରେ ହାରିବା ଏବଂ ବିଜୟ ହେବାର ଖେଳ ଦରକାର। ଏଠାରେ ଯାହାକି ହେଉଛି ଏକଦମ ସଠିକ୍ ହେଉଛି। ଯେହେତୁ ଡ୍ରାମାର ରଚୟିତାଙ୍କୁ ଏହି ଡ୍ରାମା ପସନ୍ଦ, ତେଣୁ ରଚୟିତାଙ୍କର ଠାରୁ ସନ୍ତାନମାନଙ୍କୁ ଏହି ଡ୍ରାମା ନିଶ୍ଚିତ ପସନ୍ଦ ହେଉଥିବ। ଏହି ଡ୍ରାମାରେ ବାବା ଥରେ ମାତ୍ର ମନ ପ୍ରାଣ ଦେଇ ପିଲାମାନଙ୍କର ସେବା କରିବା ପାଇଁ ଆସୁଛନ୍ତି। ବାବାଙ୍କୁ ତ ସବୁ ସନ୍ତାନ ବହୁତ ପ୍ରିୟ ଅଟନ୍ତି। ତୁମମାନେ ଜାଣିଛ, ସତ୍ୟ ଯୁଗରେ ତ ସମସ୍ତେ ପରସ୍ପରକୁ ବହୁତ ସ୍ନେହ କରିଥାନ୍ତି। ସେଠାରେ ପଶୁମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିଥାଏ। ଏଭଳି କୌଣସି ପଶୁ ରହିବେ ନାହିଁ ଯାହାଙ୍କର ପରସ୍ପର ଭିତରେ ସ୍ନେହ ରହିବ ନାହିଁ। ତେଣୁ ତୁମ ସନ୍ତାନମାନଙ୍କୁ ଏହିଠାରେ ହିଁ ମାଷ୍ଟର ସ୍ନେହର ସାଗର ହେବାକୁ ପଡ଼ିବ। ଯଦି ଏହିଠାରେ ସ୍ନେହର ସାଗର ହେବ, ତେବେ ସେହି ସଂସ୍କାର ଅବିନାଶୀ ହୋଇଯିବ। ବାବା କହୁଛନ୍ତି, ଅବିକଳ କଳ୍ପ ପୂର୍ବ ଭଳି ତୁମମାନଙ୍କୁ ପୁଣି ଥରେ ସ୍ନେହ କରିବା ପାଇଁ ମୁଁ ଏଠାକୁ ଆସିଛି। ବାବା ଯଦି କେତେ କୌଣସି ସନ୍ତାନମାନଙ୍କୁ କ୍ରୋଧର ବଶ ହୋଇ କଥା କହୁଥିବାର ଶୁଣନ୍ତି, ତେବେ ତାଙ୍କୁ ଶିକ୍ଷା ଦେବାକୁ ଯାଇ କହିଥାନ୍ତି, ପିଲାମାନେ କ୍ରୋଧ କରିବା ଭଲ କଥା ନୁହେଁ। ଏହାଦ୍ୱାରା ତୁମେ ନିଜେ ମଧ୍ୟ ଦୁଃଖୀ ହେବା ଏବଂ ଅନ୍ୟକୁ ଦୁଃଖ କରିବା ପାଇଁ ଯାଉଛ। ବାବା ତ ସଦାକାଳର ସୁଖଦାତା ଅଟନ୍ତି। ତେଣୁ ପିଲାମାନଙ୍କୁ ମଧ୍ୟ ବାବାଙ୍କ ସମାନ ହେବାକୁ ପଡ଼ିବ।
କେବେ ବି ଜଣେ ଅନ୍ୟ ଜଣକୁ ଦୁଃଖ ଦେବା ଉଚିତ ନୁହେଁ। ତୁମମାନେ ଜାଣିଛ ଶିବ ବାବା ହେଲେ ସବୁହ ପାଇଁ ଅର୍ଥାତ୍ ସଙ୍ଗମ ସମୟରେ ଆସି କଳିଯୁଗ ଗତିକୁ ରାତିକୁ ସତ୍ୟଯୁଗ ଦିନ ଅବକଳ ସକାଳ କରିଥାନ୍ତି। ସାରା ବିଶ୍ୱର ପିତାଙ୍କ ପାଇଁ ବୋଲି କୁହାଯାଏ। ସେହି ଜଣେ ହିଁ ସାଇ ବାବା ଅର୍ଥାତ୍ ଭୋଳାନାଥ ଶିବ ବାବା ଅଟନ୍ତି। ତାଙ୍କର ନାମ ହିଁ ହେଲା ଭୋଳାନାଥ, ଯିଏକି ସରଳ ନିଷ୍କପଟ ଏବଂ ମାତାମାନଙ୍କ ମଥାରେ ଜ୍ଞାନର କଳସ ରଖିଛନ୍ତି। ସେଇମାନଙ୍କୁ ହିଁ ବିଶ୍ୱର ମାଲିକ କହୁଛନ୍ତି। ସେଥିପାଇଁ ବାବା କେତେ ସହଜ ଉପାୟ ବତାଉଛନ୍ତି, କେତେ ସ୍ନେହର ସହିତ ତୁମମାନଙ୍କର ଜ୍ଞାନ ଦ୍ୱାରା ପାଳନ କରୁଛୁ। କହୁଛନ୍ତି ଆତ୍ମାକୁ ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ, ଯୋଗର ସ୍ନାନ କରିବାକୁ ହେବ। ଜ୍ଞାନକୁ ପାଠପଢ଼ା କୁହାଉଛନ୍ତି। ଯୋଗ ସ୍ନାନ ଦ୍ୱାରା ପାପ ଭସ୍ମ ହୋଇଥାଏ। ନିଜକୁ ଆତ୍ମା ନିଜର କରିବାର ଅଭ୍ୟାସ କରୁଥିବା ତେବେ ଏହି ଦେହର ଅହଙ୍କାର ବିଲକୁଲ ସମାପ୍ତ ହୋଇଯିବ। ଯୋଗ ବଳ ଦ୍ୱାରା ହିଁ ଆତ୍ମାକୁ ପବିତ୍ର ସ୍ୱତ ପ୍ରଧାନ ହୋଇ ବାବାଙ୍କ ପାଖକୁ ଯିବାକୁ ହେବ। କିନ୍ତୁ କେହି ଏକଥାକୁ ମଧ୍ୟ ଭଲ ଭାବରେ ବୁଝୁନାହାନ୍ତି। ନିଜର ପ୍ରକୃତ ଚାର୍ଟ ବାବାଙ୍କୁ ଜଣାଉନାହାନ୍ତି। ଅଧା କଳ୍ପ ହେବ ଏହି ମିଥ୍ୟା ଦୁନିଆରେ ରହି ରହି ମିଥ୍ୟା ଯେପରି ମନ ଭିତରେ ଘର କରି ରହୁଛି, ସତ୍ୟତା ସେହି ନିଜର ପ୍ରକୃତ ଚାର୍ଟ ଲେଖି ବାବାଙ୍କୁ ଜଣାଇବା ଦରକାର। ଚେକ୍ କରିବା ଦରକାର ଯେ ମୁଁ 45 ମିନିଟ୍ ବାବାଙ୍କ ସ୍ମୃତିରେ ବସିଲି। ସେହି ସମୟରେ ଭିତରେ କେତେ ସମୟ ନିଜକୁ ଆତ୍ମିକ ସ୍ଥିତିରେ ସ୍ଥିତ କରି ବାବାଙ୍କୁ ମନେ ପକାଇଥିଲି। କାହାକୁ ସତ୍ୟ କହିବା ପାଇଁ ଲଜ୍ଜା ଆସୁଛି, ଏକଥା ତ ତୁରନ୍ତ ଶୁଣାଇଥାନ୍ତି ଯେ ମୁଁ ଏତେ ସେବା କରିଲି, ଏବେ ଜଣକୁ ଜ୍ଞାନ ଶୁଣାଇଲି, କିନ୍ତୁ ଯୋଗର ଚାର୍ଟ କେମିତି ରହିଲା ସେ କଥା ସତ୍ୟ ଶୁଣାଇଛନ୍ତି ନାହିଁ। ଯୋଗଯୁକ୍ତ ହୋଇନଥିବା କାରଣରୁ କାହାକୁ ତୁମର ତୀର ଲାଗୁନାହିଁ। ଜ୍ଞାନ ରୂପକ ଖଣ୍ଡାରେ ଧାର ଆସୁନାହିଁ। କେହି କହୁଛନ୍ତି ମୁଁ ତ ନିରନ୍ତର ଯୋଗଯୁକ୍ତ ହୋଇ ରହୁଛି, କିନ୍ତୁ ବାବା କହୁଛନ୍ତି ସେହି ଅବସ୍ଥା ଏବେ ଆସିନାହିଁ। ନିରନ୍ତର ଯୋଗଯୁକ୍ତ ହୋଇ ରହିଲେ କର୍ମାତୀତ ଅବସ୍ଥା ହୋଇଯିବ। ଜ୍ଞାନର ପରାକାଷ୍ଠା ଦେଖାହେବ, କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ହେବ। ସାରା ବିଶ୍ୱର ମାଲିକ କ'ଣ ଏମିତି ହୋଇଯିବ କି? ସେଥିପାଇଁ ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାର ସ୍ମୃତି ଯେପରି ନ ରହୁ, ନିଜର ଦେହର ସ୍ମୃତି ମଧ୍ୟ ନ ରହୁ। ଶେଷ ସମୟରେ ତୁମମାନଙ୍କର ଏହି ଅବସ୍ଥା ହେବ। ଏହି ଯୋଗର ଯାତ୍ରା ଦ୍ୱାରା ହିଁ ତୁମର ରୋଜଗାର ଯୋଗ ହେବ। ଯଦି ଶରୀର ଛାଡ଼ିଲେ ତେବେ ତ ରୋଜଗାର ଜମା କରିପାରିବ ନାହିଁ। ଯଦିଓ ଆତ୍ମା ସଂସ୍କାର ନେଇଥିବ, ତେଣୁ ଶିକ୍ଷକ ତ ନିଶ୍ଚିତ ଦରକାର ନା, ଯିଏକି ସବୁକିଛି ମନେ ପକାଇ ଦେବେ। ଏବେ ବାବା ତୁମମାନଙ୍କୁ ବାରମ୍ବାର ମନେ ପକାଇ ଦେଉଛନ୍ତି। ଏଭଳି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଘର ସମ୍ବନ୍ଧରେ ଗୃହସ୍ଥରେ ରହି ଚାକିରି ଆଦି କରି ମଧ୍ୟ ଭବିଷ୍ୟତରେ ଉଚ୍ଚ ପଦ ପାଇବା ପାଇଁ ନିଜର ଅବିନାଶୀ ରାଜଯୋଗ ଜମା କରିଚାଲିଛନ୍ତି। ନିଜର ସ୍ଥୂଳ ଧନକୁ କିପରି ସଫଳ କରିବା ସେଥିପାଇଁ ବାବାଙ୍କ ଠାରୁ ରାୟ ନେଉଛନ୍ତି। ବାବା କହୁଛନ୍ତି ସେଣ୍ଟର ଖୋଲ, ଯାହାଦ୍ୱାରା ଅନେକଙ୍କର କଲ୍ୟାଣ ହେବ। ଯେପରି ମନୁଷ୍ୟମାନେ ଦାନ ପୁଣ୍ୟ କରିଥାନ୍ତି, ଯାହାର ଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ ମିଳିଥାଏ, ସେହିପରି ତୁମମାନଙ୍କୁ ମଧ୍ୟ ଭବିଷ୍ୟତ 21 ଜନ୍ମ ପାଇଁ ରାଜ୍ୟ ଭାଗ ମିଳୁଛି। ତୁମର ଏହା ହେଲା ପ୍ରଥମ ନମ୍ବର ବ୍ୟାଙ୍କ, ଯେଉଁଠି 4 ଅଣ ରଖିଲେ ଭବିଷ୍ୟତରେ 1000 ଟଙ୍କା ହୋଇଯିବ। ପଥର ମଧ୍ୟ ସୁନା ହୋଇଯିବ। ତୁମର ପ୍ରତ୍ୟେକ ଜିନିଷ ସେଠାରେ ପାରସ ହୋଇଯିବ। ବାବା କହୁଛନ୍ତି ମଧୁର ସନ୍ତାନମାନେ ଯଦି ଉଚ୍ଚ ପଦ ପାଇବାକୁ ଚାହୁଁଛ, ତେବେ ମାତା ପିତାଙ୍କୁ ପୁରା ଅନୁକରଣ କର ଏବଂ ନିଜର କର୍ମେନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରଣ ରଖ। ଯଦି କର୍ମେନ୍ଦ୍ରିୟକୁ ବଶୀଭୂତ କରିପାରୁନାହଁ, ଚଳଣିକୁ ଠିକ୍ କରିପାରୁନାହଁ, ତେବେ ଉଚ୍ଚ ପଦରୁ ବଞ୍ଚି ହୋଇଯିବ। ସେଥିପାଇଁ ନିଜର ଚଳଣିକୁ ପ୍ରଥମ ସୁଧାରିବାକୁ ହେବ।
ଅଧିକ ଆଶା ଓ ଆକାଂକ୍ଷା ରଖିବା ଉଚିତ ନୁହେଁ। ବାବା ତୁମମାନଙ୍କୁ କେତେ ଜ୍ଞାନରେ ସୁସଜ୍ଜିତ କରି ସତ୍ୟ ଯୁଗରେ ମହାରାଜା ମହାରାଣୀ କରୁଛନ୍ତି। ଏଥିରେ ସହନଶୀଳତାର ଗୁଣ ବହୁତ ଆବଶ୍ୟକ। ନିଜର ଦେହ ପ୍ରତି ଏତେ ଅଧିକ ମୋହ ରଖିବା ଉଚିତ ନୁହେଁ। ସେଥିପାଇଁ ଯୋଗବଳ ଦ୍ୱାରା କାମ ହାସଲ କରିବାକୁ ହେବ। ବାବାଙ୍କୁ କେତେ ବି କ'ଣ ଆଦି ହେଉଛି, ତଥାପି ମଧ୍ୟ ସବୁବେଳେ ସେ ସେବାରେ ତତ୍ପର ରହୁଛନ୍ତି। ଜ୍ଞାନ ଏବଂ ଯୋଗ ଦ୍ୱାରା ତୁମକୁ ସୁସଜ୍ଜିତ କରି ସତ୍ୟ ଯୁଗକୁ ଯିବା ପାଇଁ ଯୋଗ କରୁଛନ୍ତି। ତୁମମାନେ ଏବେ ଈଶ୍ୱରୀୟ କୂଳରେ ମାତା ପିତାଙ୍କ କୋଳରେ ବସିଛ। ବାବା ତୁମମାନଙ୍କୁ ବ୍ରହ୍ମାଙ୍କ ସୁଖ କମଳ ଦ୍ୱାରା ଜନ୍ମ ଦେଉଛନ୍ତି। ତେଣୁ ସିଏ ଆମର ମାତା ହୋଇଗଲେ, ପରନ୍ତୁ ତୁମର ବୁଦ୍ଧି ପୁଣି ବି ଶିବ ବାବାଙ୍କ ଆଡ଼କୁ ଯାଇଥାଏ। ତୁମେ ମାତା ପିତା, ଆମେ ଆପଣଙ୍କର ବାଳକ। ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ଏଇଠାରେ ହିଁ ହେବାକୁ ପଡ଼ିବ। ସେଥିପାଇଁ ମାୟାଠାରୁ ବାରମ୍ବାର ହାରିଯିବାକୁ ଉଚିତ ନୁହେଁ। ବାବା ବୁଝାଉଛନ୍ତି, ମିଠା ମିଠା ସନ୍ତାନମାନେ ନିଜକୁ ଆତ୍ମା ମନେ କର। ନିଜକୁ ଏଭଳି ବୁଝାଇବାର ଅଭ୍ୟାସ କଲେ ବହୁତ ମିଠା ଲାଗିବ। ଆମେ କ'ଣ ଥିଲୁ, ବର୍ତ୍ତମାନ ଆମେ କ'ଣ ହେବାକୁ ଯାଉଛୁ। ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବେ ପ୍ରସ୍ତୁତ ହୋଇଛି, ଯାହାକି ଏବେ ତୁମେ ଜାଣୁଛ। ଯଦି ଏତିକି ମନେ ଅଛି ଯେ ଆମେ ହେଉଛୁ ପୁରୁଷୋତ୍ତମ ସଙ୍ଗମ ଯୁଗ, ତେଣୁ ବି ନିଶ୍ଚୟ ହୋଇଯାଉଛି କି ଆମକୁ ସତ୍ୟ ଯୁଗକୁ ଯିବାକୁ ଅଛି। ବର୍ତ୍ତମାନ ସଙ୍ଗମ ଯୁଗରେ ଅଛୁ, ପୁଣି ନିଜକୁ ହେବା ନିଜର ଘରକୁ। ତେଣୁ ପବିତ୍ର ତ ନିଶ୍ଚୟ ହେବାକୁ ପଡ଼ିବ। ମନ ଭିତରେ ବହୁତ ଖୁସି ରହିବା ଦରକାର। ଓହୋ, ବେହଦର ପିତା କହୁଛନ୍ତି, ମିଠା ମିଠା ପିଲାମାନେ, ବାବାଙ୍କୁ ମନେ ପକାଇଲେ ତୁମେ ସତ୍ୱ ପ୍ରଧାନ ହୋଇଯିବ, ବିଶ୍ୱର ମାଲିକ ହୋଇଯିବ। ବାବା ପିଲାମାନଙ୍କୁ ବହୁତ ସ୍ନେହ କରୁଛନ୍ତି। ଏପରି ନୁହେଁ ଯେ କେବଳ ଶିକ୍ଷକ ରୂପେ ପାଠ ପଢ଼ାଇ ଘରକୁ ଚାଲିଯିବେ। ଇଏ ତ ପିତା ବି ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ତୁମମାନଙ୍କୁ ପଢ଼ାଉଛନ୍ତି ମଧ୍ୟ, ଯାହାଦ୍ୱାରା ଯାତ୍ରା ବି ଶିଖାଉଛନ୍ତି। ଏପରି ବିଶ୍ୱର ମାଲିକ କରାଇଲା ବାଲା, ପତିତରୁ ପବିତ୍ର କରାଇଲା ବାଲା ବାବାଙ୍କ ସହିତ ବହୁତ ସ୍ନେହ କରିବା ଦରକାର। ସକାଳୁ ସକାଳୁ ଉଠିବା ସଙ୍ଗେ ସଙ୍ଗେ ପୂର୍ବରୁ ପ୍ରଥମେ ଶିବ ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କହିବା ଉଚିତ। ଗୁଡ୍ ମର୍ଣ୍ଣିଂ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ବହୁତ ଖୁସିରେ ରହିବ। ନିଜକୁ ପଚାରିବା ଦରକାର, ସକାଳୁ ଉଠି ବେହଦର ପିତାଙ୍କୁ ମନେ ପକାଉଛି। ମନୁଷ୍ୟମାନେ ତ ସକାଳୁ ଉଠି କହୁଛନ୍ତି ନା, ଭକ୍ତି ବହୁତ ସ୍ନେହପୂର୍ଣ୍ଣ କରିଥାଏ। ପରମାତ୍ମା ବାବା ଜଣାଇଛନ୍ତି ଯେ କେହି କେହି ପିଲା ହୃଦୟର ସହିତ ମନେ ପକାଉନାହାନ୍ତି। ସକାଳକୁ ଉଠି ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କରିଲେ, ଜ୍ଞାନର ଚିନ୍ତନ ମନ୍ଥନ କଲେ ଖୁସିର ପାର ଉଠିବ। ବାବାଙ୍କୁ ଗୁଡ୍ ମର୍ଣ୍ଣିଂ ନ କଲେ ପାପର ବୋଝ କିପରି କଟିବ? ମୁଖ୍ୟ ହେଉଛି ଯୋଗ। ସେଥିରେ ତୁମମାନଙ୍କର ଭବିଷ୍ୟତ ପାଇଁ ବହୁତ ବଡ଼ ରୋଜଗାର ରହିଛି। କଳ୍ପ କଳ୍ପନାର ଏହି ରୋଜଗାର କାମରେ ଆସିବା। ଧୈର୍ଯ୍ୟ ଗମ୍ଭୀରତା ସହିତ ବାବାଙ୍କୁ ମନେ ପକାଇବାକୁ ହେବ। ମୋଟାମୋଟି ଭାବରେ ପିଲାମାନେ କହିଦେଉଛନ୍ତି, ଆମେ ବହୁତ ମନେ ପକାଇଛୁ। ପ୍ରକୃତ ଆର୍ଗୁମେଣ୍ଟ ରୂପେ ମନେ ପକାଇଲେ ବହୁତ ମେହନତ ରହିଛି। ବହୁତ ଏକ୍ୟୁରେଟ୍ ଦେଖିଲେ ନା, ଏହି କାର୍ଯ୍ୟରେ ବହୁତ ମେହନତ ରହିଛି। ଯିଏ ବାବାଙ୍କୁ ବହୁତ ମନେ ପକାଉଥାନ୍ତି ତାଙ୍କୁ କରେଣ୍ଟ ଅଧିକ ମିଳିଥାଏ, କାରଣ ୟାଦରେ ମିଳିଥାଏ। ଜ୍ଞାନ ଏବଂ ଯୋଗ ଦୁଇଟି ଜିନିଷ ଅଟେ। ଯୋଗର ସବଜେକ୍ଟ ଅଲଗା, ବହୁତ କଡ଼ା ବିଷୟ। ଯୋଗ ଦ୍ୱାରା ହିଁ ଆତ୍ମା ସ୍ୱତଃପ୍ରଧାନ ହୋଇଥାଏ। ଯୋଗ ବ୍ୟତୀତ ଆତ୍ମା ସ୍ୱତଃପ୍ରଧାନ ହେବ ଅସମ୍ଭବ। ଅତି ସ୍ନେହର ବାବାଙ୍କୁ ମନେ ପକାଇଲେ ଅଟୋମେଟିକାଲି ଶକ୍ତି ମିଳିବ, ସୁସ୍ଥ ହୋଇଯିବ। ବାବାଙ୍କ ମାୟାରେ ୟାଦରେ ଆୟୁ ମଧ୍ୟ ବଢ଼ିବ। ପିଲାମାନଙ୍କୁ ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ସର୍ବୋଚ୍ଚ ସର୍ଚ୍ଚ ଲାଇଟ୍ ଦେଖାଇଥିବେ।
ବାବା ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ସମ୍ପତ୍ତି ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲା ଦେ ନୟନର ନୂର ପିଲାମାନଙ୍କୁ ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣ ପାଇଁ ମୁଖ୍ୟ ସାର 1 ନମ୍ବର, ବାବାଙ୍କୁ ବହୁତ ଧୈର୍ଯ୍ୟ ଗମ୍ଭୀରତା ଏବଂ ବୁଦ୍ଧିମାନ ହେବା ମନେ ପକାଇବାକୁ ହେବ। ୟାଦ ଆକ୍ୟୁରେଟ୍ ହେଲେ ବାବାଙ୍କ ଠାରୁ ଶକ୍ତି ମିଳିବ, ଆୟୁ ବଢ଼ିବ, ସୁସ୍ଥ ହୋଇଯିବ। 2, ଉଚ୍ଚ ପଦ ପାଇବାକୁ ହେଲେ ନିଜର ଚଳନୀକୁ ସୁଧାରିବାକୁ ହେବ। ଅଧିକ ଆଶା ରଖିବ ନାହିଁ। କର୍ମେନ୍ଦ୍ରିୟ ଉପରେ ପୁରା ନିଶ୍ଚୟ କରିବାକୁ ହେବ। ମାତା ପିତାଙ୍କୁ ପୁରା ଅନୁକରଣ କରିବାକୁ ହେବ। ଆଜିର ବରଦାନଟି ହେଲା ଫଲୋ ଫାଦର ଏବଂ ସି ଫାଦର ମହାମନ୍ତ୍ର ଦ୍ୱାରା ନିଜର ସ୍ଥିତିକୁ ଏକ୍ୟୁରେଟ୍ କରିବାକୁ ଶ୍ରେଷ୍ଠ ପୁରୁଷାର୍ଥ ହେବ। ସି ଫାଦର ଅର୍ଥାତ୍ ପିତାଙ୍କ ଦେଖ ଏବଂ ଫରକ। ଫଲୋ ଫାଦର ଅର୍ଥ ଶିକ୍ଷକଙ୍କୁ ଅନୁକରଣ କର। ଏହି ମନ୍ତ୍ରକୁ ସର୍ବଦା ସୁଖରେ ରଖିବା ସହିତ ଉତ୍ଥାନର କାର୍ଯ୍ୟରେ ଆଗକୁ ବଢ଼ି ଚାଲ ଏବଂ ଉଡ଼ି ଚାଲ। କେବେ ବି କୌଣସି ଆତ୍ମାକୁ ଦେଖି ନାହଁ କି ନା ଆତ୍ମାରେ ସମସ୍ତେ ପୁରୁଷାର୍ଥ ଅଟନ୍ତି। ପୁରୁଷାର୍ଥଙ୍କ ଭିତରେ ଭଲ ମଧ୍ୟ ଅଛି ଏବଂ କିଛି ନା କିଛି କମି ମଧ୍ୟ ଅଛି। କେହି ବି ସମ୍ପନ୍ନ ନୁହନ୍ତି। ସେଥିପାଇଁ ଫଲୋ ଫାଦର ନା କି ବ୍ରଦର ସିଷ୍ଟର। ତେଣୁ ଯେଉଁ ବାବା ଏକରସ ଅଟନ୍ତି ସେହିପରି ତାଙ୍କୁ ଅନୁସରଣ କରିବା ବାଲା ମଧ୍ୟ ସ୍ୱତଃ ଏକରସ ହୋଇଥାଏ। ଆଜିର ସ୍ଲୋଗାନଟି ହେଲା ପର ଚିନ୍ତନର ପ୍ରଭାବରେ ନ ଆସି ଶୁଭ ଚିନ୍ତନ କରୁଥିବା ଶୁଭ ଚିନ୍ତନ ବା ଚିନ୍ତକମଣି ହୁଅ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରେ ଏହି ଅବ୍ୟକ୍ତ ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଯେପରି ଅନ୍ୟ ସବୁ ସ୍ଥୂଳ ବସ୍ତୁଗୁଡ଼ିକ ଯେବେ ଇଚ୍ଛା ତେବେ ଗ୍ରହଣ କର, ଯେବେ ଇଚ୍ଛା ଛାଡ଼ିଦିଅ। ସେହିପରି ଦୈନିକ ନେବାକୁ ଚେତନକୁ ଯେବେ ଇଚ୍ଛା ସେବେ ତ୍ୟାଗ କରି ଦେହି ଅଭିମାନୀ ହୋଇଯାଉ। ଏହି ଅଭ୍ୟାସ ଯେତିକି ସରଳ ହେବ ସେତିକି କୌଣସି ବସ୍ତୁ ଧରିବା ଏବଂ ଛାଡ଼ିବା ସହଜ ହୋଇଥାଏ। ରଚୟିତା ଯେବେ ସେତେ ରଚନାର ଆଧାର ନେଉଥିବ ଏବଂ ଯେବେ ଇଚ୍ଛା ସେତେ ରଚନାର ଆଧାରକୁ ଛାଡ଼ି ପାରୁଥିବ। ତେବେ ଇଚ୍ଛା ନିଆରା ହୋଇପାରୁଥିବ ଏବଂ ଯେବେ ଇଚ୍ଛା ପ୍ରିୟ ମଧ୍ୟ ହୋଇପାରୁଥିବ ସେତିକି ବନ୍ଧନମୁକ୍ତ ହେବ। ଓମ୍ ଶାନ୍ତି।